କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ମାନବ ଏବଂ ପ୍ରଯୁକ୍ତି ବିଦ୍ୟା ଏକ ଶକ୍ତିଶାଳୀ ସମ୍ପର୍କ ତା ବିଷୟରେ କଥା ହେବା। ମଣିଷ ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ସମ୍ପର୍କ ଇତିହାସର ଗତିପଥକୁ ଆକାର ଦେଇଛି ଏବଂ ଆମର ବର୍ତ୍ତମାନ ଏବଂ ଭବିଷ୍ୟତକୁ ପରିଭାଷିତ କରି ଚାଲିଛି। ଚକ ଉଦ୍ଭାବନ ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତାର ଉଦ୍ଭାବନ ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟା ସର୍ବଦା ଜୀବନକୁ ସହଜ, ଦ୍ରୁତ ଏବଂ ଅଧିକ ଦକ୍ଷ କରିବା ପାଇଁ ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଉପକରଣ ହୋଇ ଆସିଛି। ପ୍ରଯୁକ୍ତି ବିଦ୍ୟା ଆମର ଦୈନନ୍ଦିନ ଜୀବନର ପ୍ରତ୍ୟେକ ଅଂଶକୁ ସ୍ପର୍ଶ କରେ। ଆମେ ତୁରନ୍ତ ଯୋଗାଯୋଗ କରିବା, ସୂଚନା ପାଇବା ଏବଂ ଆମର କାର୍ଯ୍ୟ ପରିଚାଳନା କରିବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରୁ। ଚିକିତ୍ସାରେ ଉନ୍ନତ ମେସିନ୍ ଗୁଡ଼ିକ ରୋଗ ନିର୍ଣ୍ଣୟ କରିବା, ଅସ୍ତ୍ରୋପଚାର କରିବା ଏବଂ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟା ଅନଲାଇନ୍ ଶ୍ରେଣୀ, ଭର୍ଚୁଆଲ ଲ୍ୟାବ୍ ଏବଂ ଡିଜିଟାଲ ପୁସ୍ତକ ମାଧ୍ୟମରେ ଶିକ୍ଷାକୁ ପାରସ୍ପରିକ ଏବଂ ସୁଗମ କରିଥାଏ। କୃଷି ଠାରୁ ମହାକାଶ ଅନୁସନ୍ଧାନ ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟା ମାନବ ଏବଂ ସମ୍ଭାବନାର ସୀମାକୁ ବିସ୍ତାର କରି ଚାଲିଛି। ତଥାପି ମହାନ ଶକ୍ତି ସହିତ ଦାୟିତ୍ୱ ଆସେ। ପ୍ରଯୁକ୍ତି ବିଦ୍ୟା ଆରାମ ଏବଂ ସୁବିଧା ପ୍ରଦାନ କରୁଥିବା ବେଳେ ଏହା ଚ୍ୟାଲେଞ୍ଜ ମଧ୍ୟ ଆଣିଥାଏ। ମେସିନ୍ ଉପରେ ଅତ୍ୟଧିକ ନିର୍ଭରଶୀଳତା ଶାରୀରିକ କାର୍ଯ୍ୟକଳାପକୁ ହ୍ରାସ କରିପାରେ, ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ ଏବଂ ମାନବ ସମ୍ପର୍କକୁ ଦୁର୍ବଳ କରିପାରେ। କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱୟଂଚାଳିତତାର ବୃଦ୍ଧି କିଛି ଚାକିରିକୁ ବଦଳାଇ ଦେଇଛି, ଯାହା ନିଯୁକ୍ତି ସମୟରେ ଚିନ୍ତା ସୃଷ୍ଟି କରୁଛି। ସାଇବର ଅପରାଧ, ତଥ୍ୟ ଗୋପନୀୟତା ଏବଂ ଅନଲାଇନ୍ ନିଶା ମଧ୍ୟ ଡିଜିଟାଲ ଯୁଗରେ ସମସ୍ୟା ବଢୁଛି। ତଥାପି ପ୍ରଯୁକ୍ତିର ଲାଭକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ବୁଦ୍ଧିମାନ ଭାବରେ ବ୍ୟବହାର କଲେ ଏହା ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଏବଂ ଖାଦ୍ୟ ଅଭାବ ପରି ବିଶ୍ୱ ସମସ୍ୟାର ସମାଧାନ କରିପାରିବ। ସ୍ମାର୍ଟ ସହର, ନବୀକରଣୀୟ ଶକ୍ତି ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ଦର୍ଶାଏ ଯେ କିପରି ନବସୃଜନ ଏକ ଉତ୍ତମ, ଅଧିକ ସ୍ଥାୟୀ ବିଶ୍ୱ ସୃଷ୍ଟି କରିପାରିବ। ପ୍ରଯୁକ୍ତି ବିଦ୍ୟା କେବଳ ମାନବ ବୁଦ୍ଧିମତ୍ତାର ଏକ ଉତ୍ପାଦ ନୁହେଁ, ଏହା ପ୍ରଗତିରେ ଏକ ଅଂଶୀଦାର। ମୁଖ୍ୟ କଥା ହେଉଛି ଏହାକୁ ସନ୍ତୁଳନ, ନୀତିଶାସ୍ତ୍ର ଏବଂ ଦୂରଦୃଷ୍ଟି ସହିତ ବ୍ୟବହାର କରିବା। ଆମେ ଡିଜିଟାଲ ଯୁଗରେ ଆହୁରି ଆଗକୁ ବଢ଼ିବା ସହିତ ମଣିଷକୁ ନବସୃଜନର କେନ୍ଦ୍ରରେ ରହିବାକୁ ପଡ଼ିବ, ନିଶ୍ଚିତ କରିବା ଯେ ପ୍ରଯୁକ୍ତି ବିଦ୍ୟା ମାନବତାକୁ ସେବା କରେ, ଅନ୍ୟ ଉପାୟରେ ନୁହେଁ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟରେ ଲେଖିକି ଦବ। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।